ଜଣେ ଗବେଷିକା ଐତିହାସିକା ରତ୍ନତତ୍ତ୍ୱବିତ୍ ଏବଂ ନବନବ ଉନ୍ମେଷ ଶୈଳୀ ମାନସିକତାର ବଶବର୍ତ୍ତୀ ବିଗତ 3 ଦଶନ୍ଧି ଧରି ପ୍ରତିଭା ଶ୍ରଦ୍ଧେୟ ଭାଗ୍ୟପ୍ରାପ୍ତ ଭାଗ୍ୟଲକ୍ଷ୍ମୀ ମଲ୍ଲିକଙ୍କର ଆଜି ଆୟୋଜନ ପାଇଁ ପ୍ରଥମେ ତାଙ୍କୁ ଅଭିନନ୍ଦନ। ବିଶେଷ କରି ଓଡ଼ିଆ ଅସ୍ମିତାର କବିତା ଅଖାଳ ପୁଂସାର ଦେବାଶିଷ ଆଜ୍ଞାଙ୍କଠାରୁ ଶୁଣିଲା ପରେ ପରବର୍ତ୍ତୀ ଅବସ୍ଥାରେ ଅଭିନନ୍ଦନ ଏବଂ ଗଳ୍ପାନୁଶୀଳନ, ତା ମଝିରେ ପ୍ରବଚନ, ତା ଭିତରେ ଭୋଜନ, ୟା ପରେ ଅଛନ୍ତି ଜଣାଣ, ୟା ଭିତରେ ମୋର ଭାଷଣ। ବିଶେଷ କରି ଆମର ଏଠି ଅନେକ ବିଜ୍ଞ ବ୍ୟକ୍ତି ଅଛନ୍ତି, ସାମ୍ନାରେ ମଧ୍ୟ ଆମ ଆଧାରଠୁ ଆରମ୍ଭ କରି ଆମର ଯେତେ ସବୁ ସାମ୍ବାଦିକ ଭାବରେ ଯିଏ ସଂସ୍କୃତି ଉପରେ ଲେଖାଲେଖି କରୁଛନ୍ତି, ମହାନ ଏ ଜାତିର ଚିରସ୍ମରଣୀୟ ବ୍ୟକ୍ତିତ୍ୱ ଗୋପୀନାଥ ମହାନ୍ତିଙ୍କ ସୁଯୋଗ୍ୟ ଆଧାର ଅନେକ ଓଡ଼ିଆ ଜାତିର ବୌଦ୍ଧିକ ଜଗତର ସ୍ୱକୀୟ ପ୍ରତିଭା ବ୍ୟକ୍ତିତ୍ୱମାନେ ଅଛନ୍ତି, ପରବର୍ତ୍ତୀ ପିଢ଼ି ମଧ୍ୟ ଅଛନ୍ତି। ଗୋଟିଏ କଥା ହେଉଛି, ଯେତେବେଳେ ଭାସ୍କରୀ ରାମା କଥା, ମୋର ସବୁଠାରୁ ଅତ୍ୟନ୍ତ ପ୍ରିୟ ବ୍ୟକ୍ତିତ୍ୱ ସଜ୍ଜନ ଶର୍ମା କହିଲେ ତାର ଗୋଟିଏ ହେଉଛି କାରଣ ଓଡ଼ିଶାର ଇତିହାସ ଲେଖାଯାଇ ନାହିଁ, ଯୋଉଥିପାଇଁ ଆମେ ଆମର ହଜାର ହଜାର ବର୍ଷର ପୃଥିବୀର ପ୍ରଥମ ନୌବାଣିଜ୍ୟ ସଂସ୍କୃତିର ଇତିହାସକୁ ଥୋଇ ନ କରିଥିବାରୁ ଭାସ୍କରୀ ଗାଁ ମାନେ ଅଛନ୍ତି। ଆଜି ଯେଭଳି ଭାବରେ ଆମେ କବି ଏଇଠି କହିଲା ବେଳେ ପଣ୍ଡିତ ଗଦାଧର ମହାପାତ୍ର ମହୋଦୟ ବାରମ୍ବାର ଚୈତନ୍ୟ ଚୈତନ୍ୟ କଥା କହିଲେ। ଆମେ ମଧ୍ୟ କହୁଛେ ଚୈତନ୍ୟ ନଦିଆର ବୋଲି ଆସିଥିଲେ, କିନ୍ତୁ ଆମେ କେହି ତ କହୁନେ ଚୈତନ୍ୟ ଜଣେ ଓଡ଼ିଆ ଥିଲା, ଯାଜପୁରର ଓଡ଼ିଆ, ବିଞ୍ଝାରପୁରର ଓଡ଼ିଆ। ଏକଥା ତ ଆମେ ସବୁ ପ୍ରାମାଣିକ ତଥ୍ୟ ଅଛି, ଆମେ କାହିଁ କହୁଛୁ? କବିରାଜ ଜୟଦେବ ଆମେ ମନେ ରଖନ୍ତୁ। ମୁଁ ଧନ୍ୟବାଦ ଦେବି ଡକ୍ଟର ଭାଗ୍ୟଲକ୍ଷ୍ମୀ ମଲ୍ଲଙ୍କୁ ଯେ ଆଜି ଏଭଳି ଏକ ଆୟୋଜନ କରିଛନ୍ତି ଏବଂ 2 ଜଣ ବ୍ୟକ୍ତିତ୍ୱ ଆଣିଛନ୍ତି। କିଏ ବସିବା ଯାହା ଓଡ଼ିଆର ଭଲ ଜିନିଷ, ଯୋଉମାନେ କହୁଥିଲେ ଓଡ଼ିଆ ଭାଷା ନା ଗୋଟେ ଭାଷା ନୁହେଁ, ଓଡ଼ିଆ একটা ଭାଷା ନୁହେଁ, ଯୋଉମାନେ ଓଡ଼ିଆ ବିଦ୍ବେଷୀ, ଯୋଉମାନେ ସତ୍ୟ ତ୍ରେତୟା ଦ୍ୱାପର ଯୁଗରେ ଥିବା ଆମର କଳିଙ୍ଗ ସାଗର ମହୋଦଧିକୁ ବଙ୍ଗୋପସାଗରରେ ପରିଣତ କରିଦେଲେ, ସେମାନେ ଯାହା ଓଡ଼ିଶାର ଭଲ ସେଇଟା ହଉଛି ବଙ୍ଗାଳୀ ମାନଙ୍କର, ଯାହା ସବୁଠୁ ଖରାପ ତାହା ହଉଛି ଓଡ଼ିଆ ମାନଙ୍କର। ଏହାକୁ ପ୍ରାମାଣିକ ସିଦ୍ଧ କଲେ। ଆଜି ଯୋଉ ଜୟଦେବ କଥା କହୁଛି, ଆପଣମାନେ ଅନେକ ଜ୍ଞାନୀ ଲୋକ ଅଛନ୍ତି। 1992 ମସିହା ଫେବୃଆରୀ ମାସ 3 ତାରିଖ ଶନିବାର, ସେତେବେଳେ ଦୂରଦର୍ଶନ 2ଟି ଥିଲା, ଦୂରଦର୍ଶନ 1, ଦୂରଦର୍ଶନ 2, ତାକୁ DD1 DD2 ଭାବରେ 8:30ଟା ବେଳେ ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ, ତାର ନାଁ ଥିଲା ତାନା ବାନା। ସେ ତାନା ବାନା କାର୍ଯ୍ୟକ୍ରମର ଘୋଷକ ଥିଲେ ସିଦ୍ଧାର୍ଥ ବସୁ। ଘୋଷଣା କଲେ ସେଦିନ କବିରାଜ ଜୟଦେବ ହେଉଛନ୍ତି ବଙ୍ଗୀୟ କବି ଏବଂ ସିଂହଟ ଜିଲ୍ଲାରେ ଜନ୍ମ ହୋଇଥିଲେ ମକର ସଂକ୍ରାନ୍ତି ଦିନ। ତେଣୁ ସବୁ ବର୍ଷ ତାଙ୍କ ଜୟନ୍ତୀ ଅବସରରେ ମକର ମେଳା ହୁଏ। ଆମେ ସେତେ ଓଡ଼ିଆ ଭାବ କବିରାଜଙ୍କ ଜନ୍ମ ମଧ୍ୟରେ ଆମର କିଛି ଜ୍ଞାନ ଗାରିମା ନାହିଁ, କିନ୍ତୁ ଆମେ ଦିଲ୍ଲୀରେ ଆମେ ୟାର ପ୍ରତିବାଦ କଲୁ। କାରଣ ତାକୁ ଗୋଟେ ସୁଯୋଗ ମିଳିଗଲା, ଯେତେବେଳେ ଆପଣ ଯଦି ଶୁଣିବେ ତାହେଲେ ମୁଁ କହିବି ନା ବନ୍ଦ କରିବି। ଯେତେବେଳେ କି କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ଅଜିତ ପାଞ୍ଜା, ପ୍ରସାର ବିଭାଗ ମନ୍ତ୍ରୀ, ସୂଚନା ମନ୍ତ୍ରୀ ହେଉଛନ୍ତି ଅଜିତ ପାଞ୍ଜା, ପ୍ରସାର ଭାରତୀର ନିର୍ଦ୍ଦେଶକ ହେଉଛନ୍ତି ଭାସ୍କର ଘୋଷ, ଘୋଷଣା କଲେ ସିଦ୍ଧାର୍ଥ ବସୁ। ସବୁ ବଙ୍ଗାଳୀ ଏକ ହେଇଗଲେ ଗୋଟିଏ ଘୋଷଣା କରିଦେଲେ ଜୟଦେବ ହେଉଛନ୍ତି ବଙ୍ଗୀୟ କବି। ଆମେ ଯୋଉମାନେ ପବିତ୍ର ହରିର ଯୁବକ ଥିଲୁ ସେତେବେଳେ ଆମେ ଆଉ କିଛି ଜାଣିନୁ, ମାତ୍ର ଆମ ଓଡ଼ିଆ କବିକୁ ବଙ୍ଗାଳୀ କହିବା ଆମେ ବିରୋଧ କଲୁ, ବିରୋଧୀ ମଧ୍ୟ ସୁଧାର କଲୁ। ଆମେ ସବୁ ଗିରଫ ହେଇକି ଜେଲରେ ବରଣ କଲୁ, କାରାବରଣ କଲୁ। 4 ଦିନ ପରେ ଆମକୁ ଜାମିନ ମିଳିଲା। ଆମେ ଆସିବୁ ଏଠି ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ସଂସ୍କୃତି
ସଂସଦ ସେ ପ୍ରଶ୍ନ ଉଠେଇଲା ସଂସଦରେ। ପ୍ରଶ୍ନ ଉଠିବା ପରେ ଆଲୋଚନା ହେଲା। ପ୍ରଧାନମନ୍ତ୍ରୀ ବିଭିନ୍ନ ଆସିଲା ସାପ ମରିବନି ବାଡ଼ି ଭାଙ୍ଗିବନି ଗୋଟିଏ ମତ ଦେଲେ କବିରାଜ ଜୟଦେବ ଜାତୀୟ କବି ତାଙ୍କୁ ଆଞ୍ଚଳିକତାର ଗଣ୍ଡି ଭିତରେ ବାନ୍ଧି ହବ ନାହିଁ। ଆମେ ମାନେ କଣ ଏହା ନିଷ୍ପତ୍ତି କଣ ସେ କହୁଛନ୍ତି ଆମର ଆମେ କହୁଛୁ ଆମର। ଏତିକି ବେଳେ ଆମକୁ ଅର୍ବାଚୀନ କହିକି ଆମ ଓଡ଼ିଆ ଓଡ଼ିଶାର ସବୁବେଳେ ଓଡ଼ିଆ ଗୋଟେ ବାଉଁଶକୁ ହାଣିଲା ବେଳେ କଟୁରୀ ବାଉଁଶର ଅପ୍ରକଟ ଭାଷା ତୁ ମତେ ହାଣି ପାରନ୍ତୁନି ତୁ ପଛରେ ମୋ ଭାଇ ଅଛି। ଆମକୁ ସବୁ ଅର୍ବାଚୀନ ଯୁବକ କିଛି ଜାଣିନାହାନ୍ତି। ସେତେବେଳେ ମହାନ ଜ୍ଞାନୀ ଗୌରୀ କୁମାର ବ୍ରହ୍ମା ପଦ୍ମଶ୍ରୀ ସଚିବ ରାଉତରାୟ ସମସ୍ତେ କହିଲେ। ସେତିକି ବେଳେ ଆମକୁ ରକ୍ଷା କରିଥିଲେ ଦୁଇ ଜଣ ବ୍ୟକ୍ତିତ୍ୱ ତାଙ୍କ ପାଦତଳେ ଆଜି କୋଟି ପ୍ରଣାମ। ସେ ହଉଛନ୍ତି ଅତିଥି ପାଠ ଆମେ ଗଣିତ ଛାତ୍ର ଆମେ ପୁରା ସିଧା ଗାଣିତ ସୂତ୍ର ପକେଇବୁ। ଆମେ କହିଲୁ ବାବୁ ତମେ ଠିକ ସିଏ ଠିକ ଗୋଟିଏ ମତେ ଉତ୍ତରଟେ ଦିଅ। କବିରାଜ ଜୟଦେବ ପ୍ରତିଦିନ ତ୍ରିବେଣୀରେ ସ୍ନାନ କରନ୍ତି। ଯଦି ସିଂହଟ ଜିଲ୍ଲା ହେଲା ତାହେଲେ 750 ମାଇଲ ଜଣେ ଲୋକ ସକାଳୁ ଯିବ ନା କେନ୍ଦୁଲି ଯାହା ହଉଛି ଅବିଭକ୍ତ ପୁରୀ ଜିଲ୍ଲାର 24 ନମ୍ବର ପ୍ରଗଣ ପିପିଲି ତହସିଲର କେନ୍ଦୁଲିର 1.5 କିଲୋମିଟର ହଉଛି ଗୋଟେ ଯିବା ତ୍ରିବେଣୀ। ଜଣେ ବ୍ୟକ୍ତି ପ୍ରତ୍ୟହ 1.5 କିଲୋମିଟର ଯାଇକି ଗାଧେଇବ ନା 700 ମାଇଲ ଯାଇ ଗାଧେଇବ। ଅଧିକ ସଂଘର୍ଷ କରେ ଦୁଇ ଜଣ ମହାନ ପ୍ରତିଭା। ଏ ଜାତି ଏମାନଙ୍କୁ ଚିରବନ୍ଦନୀୟ ଏମାନେ ଐତିହାସିକ ଗବେଷକ ପ୍ରାରମ୍ଭିକ ମାଟିମାନସ୍କ ଓଡ଼ିଆ ଅସ୍ମିତାବୋଧ। କଣ ହେଲା ସେଇ ବଙ୍ଗୀୟ ମାନେ ସେତେବେଳର ଶାସକ ଦଳର ତୁଣ୍ଡ ମୁଣ୍ଡ ମାର୍ଗଦର୍ଶକ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଉପସ୍ଥିତିରେ ଘୋଷଣା କଲେ କବିରାଜ ଜୟଦେବ ହଉଛନ୍ତି ଓଡ଼ିଆ କବି। ସଫଳତା କିନ୍ତୁ ଆମେ କଣ କଲେ ଜୟଦେବ ସଂଗ୍ରହାଳୟକୁ କହିଲେ। ନଭେମ୍ବର 19 ତାରିଖରେ ତାଙ୍କ ଜନ୍ମଦିନ ଥିଲା। ଯଦି ଶାସକ ଭାରତୀୟ ଜନତା ଦଳ ଭିତରେ ଯୋଉ ଦୁଇ ଜଣଙ୍କ ପ୍ରତି ମୋର ସର୍ବୋଚ୍ଚ ସମ୍ମାନ ଯୋଉମାନେ ଅତ୍ୟନ୍ତ ଭଦ୍ର ନମ୍ର ଅହଙ୍କାର ବ୍ୟବସ୍ଥିତ ଏବଂ କୃତଜ୍ଞତା କଣ ଜାଣନ୍ତି ସେ ଦୁଇ ଜଣ ହଉଛନ୍ତି ଏ ପାଖରେ ସେ ପାଖରେ। ମୁଁ ତାକୁ ଦେଖିଲା ବେଳେ କହେ ମୁଁ ଆପଣଙ୍କ ବାପା ମାଙ୍କୁ ପ୍ରଣାମ କରୁଛି କାରଣ ଆପଣ 21 ଥିଲା ଭିତରେ ଆପଣ କେମିତି ସେ ଦୂରଦୃଷ୍ଟା ଥିଲେ ଯେ ଆପଣ ନାଁ ଦେଲେ ସଜ୍ଜନ ପ୍ରକୃତରେ ଆପଣ ସଜ୍ଜନ। ଆମେ ସେଇଠି ଏପର୍ଯ୍ୟନ୍ତ ଆଲୋଚନା କରିବା ଜୟଦେବଙ୍କ ନାଁ କଟିଯିବ ଗୋଟେ ଜାତି ପ୍ରତିଭା ନାହିଁ। 3 ବର୍ଷ ହେଲା କଟିଲା ଜୟଦେବଙ୍କ ନାଁରେ ସଂକୀର୍ତ୍ତନ ଅକ୍ଷୟ ତୃତୀୟାରେ ପବିତ୍ର ଅକ୍ଷୟ ତୃତୀୟାରେ ସଂକୀର୍ତ୍ତନ ହବ ତାକୁ କାଟିଦବ ପ୍ରତିକ୍ରିୟା ନାହିଁ। କି ପ୍ରକାର ହେଜରାମି କି ପ୍ରକାର ବିଲିପ୍ତତା। ଯୋଉଥିପାଇଁ ମୁଁ ବାରମ୍ବାର କହୁଥିଲି ଆମେ କଣ ସବୁବେଳେ ଅନ୍ତୁଳିଶାଳାରେ ପ୍ରସ୍ତୁତି ଭତ୍ତା ସେ ସମୟ ହରିଶ୍ଚନ୍ଦ୍ର ଭତ୍ତା ମମତା ଜୋତା ଛତା ଭିତରେ 5 ଟଙ୍କିଆ ଛତର ଖାଇ ପ୍ରଚୁର ମଦ୍ୟପାନ ପୂର୍ବକ ଆମେ ଏପର୍ଯ୍ୟନ୍ତ କାହିଁକି ପ୍ରମାଣ କରିବା। ଗୌତମ ବୁଦ୍ଧ ଆଜି ବହୁ ସମୟ ସ୍ଥିର କରୁଛନ୍ତି। ମୁଁ ଜଣେ ଗଣିତ ଛାତ୍ର ମୋର ସିଧା ଉତ୍ତର ଅଛି ଭାଇ ଏତେ ତତ୍ତ୍ୱ ଦରକାର ନାହିଁ। ସେ ସମୟକୁ ଚାଲ ଭୌଗୋଳିକ ସ୍ଥିତି କଣ ଗମନାଗମନ ସ୍ଥିତି କଣ ଗୋଟେ ଓଡ଼ିଆ ଶଗଡ଼ରେ ପିଠା ନେଇକିରି ଦିଟା ଯାଇଥାଏ ଭଲୁକ ତ ପଶୁ ସେ କଣ ଏତେବେଳେ ଯାଇଥିଲେ ତାହେଲେ ଉରୁମା କିଏ ଆଜିର 1800